हाय गाइज मु सुजाता आपण मानक स्वागत करुच्ची मो यूट्यूब चैनल को। आज मु आपण मानक पाखकु नहीं आसी माता सीता जीवन में घटी एक घटना जहाँकि थिला अत्यंत महत्वपूर्ण। ताहा हेउची अग्नि परीक्षा। देवी सीतांकर अग्नि परीक्षा। देवी सीतांकर अग्नि परीक्षा काहींकी ओ किपरि होइथिला आसंतु आमे जानिबा। रावणଙ୍କ ବଧ ପରେ ଲଙ୍କାର ଆକାଶରେ ବିଜୟ ଘୋଷ ନିର୍ଗତ ହୋଇଥିଲା। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ତାପସ ଜୀବନ, ତାଙ୍କ ଧୈର୍ଯ୍ୟ, ତ୍ୟାଗ ଓ ଧର୍ମରେ ଅତୁଟ ବିଶ୍ୱାସ ରାକ୍ଷସ ଶକ୍ତି ଉପରେ ବିଜୟ ଲାଭ କରିଥିଲା। କିନ୍ତୁ ଏହା ପରେ ମୁଖ୍ୟ ପ୍ରଶ୍ନ ଥିଲା ପ୍ରଭୁ ଶ୍ରୀ ରାମଚନ୍ଦ୍ର କିପରି ଦେବୀ ସୀତାଙ୍କ ସହ ଏକତ୍ର ହେବେ। ଯୁଦ୍ଧ ସଫଳ ହେଲା। ଗ୍ରହଣ କରିବାକୁ ରାମଙ୍କର ଧର୍ମ ଓ ଆଦର୍ଶ ଏଠି ମଧ୍ୟ ଚଳିଥିଲା। ରାବଣଙ୍କ ବିଧ୍ୱଂସ ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବିଭୀଷଣଙ୍କୁ ଲଙ୍କାର ରାଜା ହିସାବରେ ଅଭିଷେକ କରାଗଲା। ରାଜା ହେବା ପରେ ବିଭୀଷଣ ଦେବୀ ସୀତାଙ୍କୁ ତାଙ୍କ ବନ୍ଦୀ ଘରରୁ ମୁକ୍ତ କରି ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ଆଣି ପହଞ୍ଚାଇଥିଲେ। ପ୍ରଭୁ ଶ୍ରୀ ହନୁମାନ ଯିଏ ଦେବୀ ସୀତାଙ୍କୁ ତାଙ୍କ ବନ୍ଦୀ ଅବସ୍ଥାରେ ଦେଖିଥିଲେ, ସୀତାଙ୍କ ମୁକ୍ତିର ଖବର ନେଇ ତାଙ୍କ ନିକଟକୁ ଗଲେ। ମାତା ସୀତା ଖୁସି ହୋଇଲେ, କିନ୍ତୁ ସେ ନିଜର ପତିଙ୍କ ସହ ମିଳନର ପୂର୍ବରୁ ଏକ ଭୂମିକା ପୂରଣ କରିବାକୁ ମଧ୍ୟ ଆତ୍ମା ଭିତରେ ପ୍ରସ୍ତୁତ ହେଲେ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ତାଙ୍କ ପରମ ଶତ୍ରୁ ରାବଣଙ୍କୁ ହତ୍ୟା କରିବା ପରେ ଦେବୀ ସୀତାଙ୍କୁ ମୁକ୍ତ କରିବାରେ ସକ୍ଷମ ମନ୍ଦୋଦରୀ ଏବଂ ଅନ୍ୟ ଜନଙ୍କ ମଧ୍ୟରେ ସୀତାଙ୍କ ପ୍ରତି ସନ୍ଦେଶ ବ୍ୟକ୍ତ କରାଗଲା। ଏହା ଦେଖି ପ୍ରଭୁ ଶ୍ରୀ ରାମଚନ୍ଦ୍ର ସୀତାଙ୍କ ପବିତ୍ରତା ପ୍ରମାଣ କରିବା ପାଇଁ ଅଗ୍ନି ପରୀକ୍ଷା ଦେବାକୁ ସର୍ତ୍ତ ରଖିଲେ। ତେଣୁ ପ୍ରଭୁ ରାମଚନ୍ଦ୍ର ଜଣାଇଲେ ଯେ ତାଙ୍କର ରାଜଦାୟିତ୍ୱ ଏବଂ ଦୈବ ମର୍ଯ୍ୟାଦା ଏହା ଦାବି କରେ ଯେ ଦେବୀ ସୀତା ତାଙ୍କର ପବିତ୍ରତାକୁ ପ୍ରମାଣ କରିବା ଉଚିତ। ଦେବୀ ସୀତା ମଧ୍ୟ ଏହି କଥାକୁ ସ୍ୱୀକାର କରିଲେ। ସେ କହିଲେ ଯେ ତାଙ୍କ ହୃଦୟ ଶୁଦ୍ଧ ଓ ପବିତ୍ର ଓ ସେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ତେଣୁ ସେ ଅଗ୍ନିକୁ ପ୍ରବେଶ କରିବା ଲାଗି ତିଳେ ବି କୁଣ୍ଠିତ ହୋଇନଥିଲେ। ସୀତା ଏଥିରେ ଅପମାନିତ ହେବା ବଦଳରେ ନିଜର ପବିତ୍ରତା ପ୍ରମାଣ କରିବାକୁ ଏକ ଦୃଢ଼ ପ୍ରତିଜ୍ଞା ନେଲେ। ସୀତା ଅଗ୍ନିଙ୍କୁ ଡାକିଲେ ଓ କହିଲେ ଯେ ସେ ଯଦି ନିଜର ମନ ଓ ଶରୀରରେ କେବଳ ପ୍ରଭୁ ଶ୍ରୀ ରାମଚନ୍ଦ୍ରକୁ ସ୍ଥାନ ଦେଇଛନ୍ତି, ତେବେ ଅଗ୍ନି ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ଅଗ୍ନି ନିଜେ ଦେବୀ ସୀତାଙ୍କର ପବିତ୍ରତାକୁ ପ୍ରମାଣ କରିଲେ ଓ ଦେବୀ ସୀତା ଅଗ୍ନି ମଧ୍ୟରେ ମଧ୍ୟ ଅକ୍ଷତ ଅବସ୍ଥାରେ ରହିଲେ। ଅଗ୍ନି ଦେବତା ଦେବୀ ସୀତାଙ୍କୁ ଅକ୍ଷତ ଭାବରେ ପ୍ରଭୁ ଶ୍ରୀ ରାମଙ୍କ ସମ୍ମୁଖରେ ନିଜର ଦ୍ୱାର ଖୋଲା କଲେ। ସେ କହିଲେ ଯେ ଦେବୀ ସୀତା ଶୁଦ୍ଧ ଓ ପବିତ୍ର। ଏଥିରୁ ସାବ୍ୟସ୍ତ ହେଲା ଯେ ସେ ନିର୍ମଳ ଓ ତାଙ୍କର ଶରୀର ଓ ମନ ପବିତ୍ର ରହିଅଛି। ଅଗ୍ନି ପରୀକ୍ଷାରେ ପରେ ଅଗ୍ନିଦେବ ନିଜେ ଦେବୀ ସୀତାଙ୍କର ପବିତ୍ରତା ଘୋଷଣା କରିଲେ। ଏଥିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଅନୁଜ ଲକ୍ଷ୍ମଣ ଏବଂ ତାଙ୍କର ସହଚରମାନେ ଅତ୍ୟନ୍ତ ପ୍ରସନ୍ନ ହେଲେ। ପ୍ରଭୁ ଶ୍ରୀ ରାମଚନ୍ଦ୍ର କହିଲେ ଯେ ତାଙ୍କ ଅଗ୍ନି ପରୀକ୍ଷା ନିଜ ସତ୍ୟ ଓ ପବିତ୍ରତା ପ୍ରମାଣ ପାଇଁ ଲୋକଙ୍କ ଦୃଷ୍ଟିରେ ଆବଶ୍ୟକ ଥିଲା। ଲଙ୍କାର ରାଜା ବିଭୀଷଣଙ୍କ ହାତରେ ଦିଆଯାଇଥିଲା। ବିଭୀଷଣ ଭାରତୀୟ ସାଧୁ ଓ ତପସ୍ୱୀମାନଙ୍କ ପାଇଁ ବିଡ଼ା ବ୍ୟବସ୍ଥା ଯୋଗାଇ ଦେଲେ। ସେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଦେବୀ ସୀତାଙ୍କ ପାଖରେ ବିଦାୟ ନେଲେ। ବିଭୀଷଣ ତାଙ୍କର ପୁଷ୍ପକ ବିମାନକୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନିକଟକୁ ଆଣିଥିଲେ। ଏହା ରାମ, ଲକ୍ଷ୍ମଣ ଏବଂ ସୀତାକୁ ଅଯୋଧ୍ୟା ନେବା ପାଇଁ ବ୍ୟବହାର କରାଯାଇଥିଲା। ଏହା ରାମଙ୍କ ବିଜୟର ସଂକେତ ଭାବେ ମନାଯାଏ। ଅଗ୍ନି ପରୀକ୍ଷା ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଦେବୀ ସୀତା ପୁଣି ଥରେ ଏକାଠି ହେଲେ ଓ ତାଙ୍କର ନିଜ ଦୃଢ଼ ଦାୟିତ୍ୱବନ୍ଧ ହେବାକୁ ସ୍ୱୀକାର କଲେ ଓ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସୀତାଙ୍କୁ ସ୍ନେହ ଏବଂ ଆଦରର ସହିତ ସ୍ୱୀକାର କଲେ।
ଦେବୀ ସୀତା ମଧ୍ୟ ତାଙ୍କର ପତି ରାମଙ୍କ ପ୍ରତି ଅଦମ୍ୟ ଭକ୍ତି ଓ ଆଦର ଦେଖାଇଲେ। ପୁଷ୍ପକ ବିମାନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ। ଅଯୋଧ୍ୟାର ଲୋକମାନେ ତାଙ୍କର ଆଗମନରେ ଅତ୍ୟନ୍ତ ଖୁସି ହେଲେ ଓ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ। ଅଯୋଧ୍ୟା ନଗରବାସୀଙ୍କର ନୟନର ମଣି ଥିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ। 14 ବର୍ଷର ବନବାସ କାଟି ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାକ୍ଷସ ରାଜ ରାବଣକୁ ପରାସ୍ତ କରି ପୁଣି ଥରେ ଅଯୋଧ୍ୟାକୁ ଫେରିଥିଲେ, ଅଯୋଧ୍ୟାବାସୀ ପୁଣି ଥରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନିଜ ପାଖରେ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ଓ ତାଙ୍କର ସ୍ୱାଗତ ନିମନ୍ତେ ପ୍ରତ୍ୟେକ ଘରେ ଦୀପ ଜାଳି ଦୀପାବଳି ମଧ୍ୟ ପାଳନ କରିଥିଲେ। ଶ୍ରୀ ରାମଚନ୍ଦ୍ର, ଦେବୀ ସୀତା ଏବଂ ଲକ୍ଷ୍ମଣ ପୁଷ୍ପକ ବିମାନରେ ଅଯୋଧ୍ୟାକୁ ଫେରିଥିଲେ। ତାଙ୍କ ଆଗମନର ଖବର ଶୁଣି ପ୍ରଜାମାନେ ଅତ୍ୟନ୍ତ ଖୁସି ହୋଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଭାଇ ଭରତ, ଯିଏ ଏକ ତପସ୍ୱୀ ଭାବରେ ଚିରକାଳ ରାମଙ୍କ ପ୍ରତୀକ୍ଷା କରୁଥିଲେ, ତାଙ୍କ ଚରଣରେ ପ୍ରଣାମ ଜଣାଇଥିଲେ। ପରେ ଗୁରୁ ବଶିଷ୍ଠଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ କରାଯାଇଥିଲା। ଏହା ଗୋଟିଏ ଆନନ୍ଦମଗ୍ନ ଉତ୍ସବର ରୂପ ନେଇଥିଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କର ରାଜ୍ୟ ଏବଂ ପ୍ରଜାକୁ ନ୍ୟାୟ, ସମତା ଓ ସମୃଦ୍ଧି ଦେବାର ପ୍ରତିଜ୍ଞା କଲେ। ସେ ସଫଳ ଅର୍ଥନୀତି ଓ ସମନ୍ୱୟତା, ଧର୍ମର ସୁପ୍ରତିଷ୍ଠା ନିମନ୍ତେ ବ୍ୟାପାରୀ ଓ ନିମ୍ନ ଶ୍ରେଣୀ ଲୋକମାନଙ୍କୁ ସମର୍ଥନ ଦେଲେ। ସେ ନୀତିମାନ ଏବଂ ନ୍ୟାୟ ଭାବରେ ରାଜ୍ୟ ଚଳାଇବାର ଦୃଢ଼ ସଂକଳ୍ପ ନେଇଥିଲେ। ଶ୍ରୀରାମ ନୀତି, ନ୍ୟାୟ ଓ ଧର୍ମର ଅନୁସରଣ କରିଥିଲେ। ସେ ସତ୍ ଓ ଧର୍ମର ପ୍ରତି ଏକ ନମୁନା ହୋଇଥିଲେ। ତାଙ୍କର ଶାସନରେ କୌଣସି ଦୁର୍ବ୍ୟବହାର, ଅନ୍ୟାୟ କିମ୍ବା ଅସମାନତାକୁ ସହି ହେଉନଥିଲା। ସମସ୍ତଙ୍କୁ ସମାନ ଅଧିକାର ଏବଂ ସମ୍ମାନ ଦିଆଯାଉଥିଲା। ପରେ ପ୍ରଭୁ ଅଯୋଧ୍ୟାରେ ରାମ ରାଜ୍ୟର ପ୍ରତିଷ୍ଠା କରିଥିଲେ। ସୀତା ଦିବ୍ୟ ଅଗ୍ନିକୁ ପ୍ରବେଶ କରି ଏବଂ ଅନ୍ତରାତ୍ମାର ପବିତ୍ରତାର ଜ୍ୱଳନାକୁ ସାବ୍ୟସ୍ତ କରିବାକୁ ସକ୍ଷମ ହେଲେ। ଏହାପରେ ଅଗ୍ନି ଦେବତା ଦେବୀ ସୀତାଙ୍କୁ ସୁରକ୍ଷିତ ରଖି ପ୍ରଭୁ ଶ୍ରୀରାମଙ୍କ ସମ୍ମୁଖରେ ପୁନର୍ବାସିତ କରିଥିଲେ। ଏହା ଏକ ପାଠ ଦେଇଥିଲା ଯେ ସତ୍ ଓ ପବିତ୍ରତା ସଦା ସତ୍ୟ ରହିଥାଏ ଏବଂ ଭଗବାନ ତାହାର ସତ୍ କରି ଦେଉଥିବାର ପ୍ରମାଣ ଅଟେ। ଏହା ମାନବୀୟ ଦୃଷ୍ଟିକୋଣରୁ ଦୁଃଖଜନକ ହେଲେ ମଧ୍ୟ ଏହା ନାରୀ ସମ୍ମାନ, ସତ୍ୟ, ବିଶ୍ୱାସ ଏବଂ ନୈତିକତାର ଉପରେ ଆଧାରିତ ତଥ୍ୟ ଆଧ୍ୟାତ୍ମିକ ଅର୍ଥରେ ଗଭୀର ଅଟେ। ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କୁ ଭରସା କରିଥିଲେ ମଧ୍ୟ ଜନମାନସଙ୍କର ଦେବୀ ସୀତାଙ୍କ ପ୍ରତି ଥିବା ଦୃଷ୍ଟିକୋଣକୁ ବଦଳାଇବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଦେବୀ ସୀତାଙ୍କର ଅଗ୍ନି ପରୀକ୍ଷା ନେଇଥିଲେ। କିନ୍ତୁ ସେ ଜାଣିଥିଲେ ଯେ ମାତା ସୀତା ସମ୍ପୂର୍ଣ୍ଣ ପବିତ୍ର। ଏହାପରେ 14 ବର୍ଷର ବନବାସ କାଟି ପ୍ରଭୁ ଶ୍ରୀରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇ ଅଯୋଧ୍ୟାରେ ରାମ ରାଜ୍ୟର ପ୍ରତିଷ୍ଠା ହେଲା, ଯାହା ସମୁଦାୟକୁ ଶାନ୍ତି, ନ୍ୟାୟ ଓ ସମୃଦ୍ଧି ଦେଇଥିଲା। ଏହି ଘଟଣା ରାମାୟଣର ଅନ୍ତର୍ଦୃଷ୍ଟିକୁ ସ୍ପଷ୍ଟ କରିଥାଏ ଯେ ସତ୍ୟ ଏବଂ ଧର୍ମର ବିଜୟ ସଦାସର୍ବଦା ହୋଇଥାଏ। ଏହା ପରର କାହାଣୀ ଆମେ ଅନ୍ୟ ଏକ ଭିଡ଼ିଓରେ ଦେଖିବା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିନେବେ। ଯଦି ଏହି ଭିଡ଼ିଓରେ କିଛି ଭୁଲ କରିଥାଏ ତେବେ ଦୟାକରି ମୋତେ ନିଜର ସାନ ଭଉଣୀ ଭାବେ କ୍ଷମା କରିନେବେ ଓ ମୋ ଚ୍ୟାନେଲଟିକୁ ବହୁମାତ୍ରାରେ ସପୋର୍ଟ କରିବେ। ଜୟ ସୀତାରାମ।